ତେଣୁ ଏଇ ଯେଉଁ କଥା ଆଜି ଅଛି ସପ୍ତସତୀ ଚଣ୍ଡୀର ଯେଉଁ କଥା ଆମର ଅଛି ଏ ସପ୍ତସତୀ ଚଣ୍ଡୀର ଯେଉଁ ଆମେ କ'ଣ ନା ପ୍ରଥମ ଚରିତ୍ର ଆମେ ଦେଖୁଛେ ଯେ ଏଥିରେ ପରମାତ୍ମା ବିଷ୍ଣୁ ଅନନ୍ତ ଶଯ୍ୟାରେ ଶୋଇଛନ୍ତି। ତେଣୁ ସମସ୍ତ କେମିତି ୟାକୁ କେମିତି ଗୁରୁଦେବ ବୁଝେଇଲେ ୟାର ଆଧ୍ୟାତ୍ମିକ ଭାବାର୍ଥ କ'ଣ। ତେଣୁ ଯେଉଁ ସମସ୍ତ କାର୍ଯ୍ୟ ପ୍ରପଞ୍ଚ ପରମ ତତ୍ତ୍ୱରେ ଲୋଇ କାରଣରୁ ଜଗତ ଏକାର୍ଣ୍ଣବ ହୋଇଥିଲା, ସମ୍ପୂର୍ଣ୍ଣ ଗୋଟିଏ ସମୁଦ୍ରରେ ଜଳାର୍ଣ୍ଣବ ହୋଇଥିଲା। ଏକାର୍ଣ୍ଣବ ଅର୍ଥାତ୍ ଜଳାର୍ଣ୍ଣବ ଭାବରେ ମହାପ୍ରଳୟ ମହାସାଗର ଭଳି ସ୍ଥିତିରେ ଥିଲା। ଏବଂ ତାପରେ ବିଷ୍ଣୁ ଅର୍ଥାତ୍ ବ୍ୟାପନାଥ ବିଷ୍ଣୁ, ରମଣାଥ ରାମ, କର୍ଷଣାଥ କୃଷ୍ଣ ଆମେ ତତ୍ତ୍ୱ ଜାଣିଛେ। ଏବଂ ତାପରେ ବ୍ୟାପକ ଚୈତନ୍ୟ ତତ୍ତ୍ୱ ବିଷ୍ଣୁ ଶୟନ କରୁଥିଲେ କାହା ଉପରେ ନା ସେଇ ସମୁଦ୍ର ଭିତରେ ଏକାର୍ଣ୍ଣବ ଭିତରେ ଶେଷ ନାଗ ଉପରେ। ଶେଷ କ'ଣ ନା ବିନଶ୍ୱର ଶ୍ରେଣୀର ହୋଇ ମଧ୍ୟ ମହାବିନାଶର ସନ୍ନିପାତରୁ ବଞ୍ଚି ଯାଇଥିବା ପଦାର୍ଥ ଅର୍ଥାତ୍ ପୃଥିବୀରେ ସବୁ ନଷ୍ଟ ହେଇଗଲା, କିନ୍ତୁ ନଷ୍ଟ ଯାହା ହେଲାନି ମହାପ୍ରଳୟ ହେଇଗଲା, ସବୁ ସରିକି ଜଳମୟ ହେଇଗଲା, କିନ୍ତୁ ସରି ନଥିବା କିଛି ଜିନିଷ ଶେଷ ରହିଗଲା, ଯାହାକୁ ଶେଷ ନାଗ ବୋଲି ଆମେ କହୁଛେ। ଯାହା ଶେଷ ରହିଗଲା ତାହାକୁ ଜଗତର ବୀଜଭୂତ କର୍ମ ଆଉ ଜ୍ଞାନ ମଞ୍ଜି ପରି ରହିଗଲା। ତାହା ଉପରେ ଜୀବର ସଂସ୍କାର ତିଷ୍ଠି ରହିଲା, ତାକୁ ଶେଷ ନାଗ ଗୁରୁଦେବ କହିଛନ୍ତି। ଏବଂ ତାକୁ ଖାଲି ଗୁରୁଦେବ ନୁହେଁ, ଗୁରୁଦେବ ବହୁ ଋଷିମାନଙ୍କର ବହୁ ବିଦ୍ୱାନ ମାନଙ୍କର ଲେଖାକୁ ତର୍ଜମା କରି ଏଇ ଶେଷ ନାଗର ନିର୍ଯାସ ସିଏ ଦେଇଛନ୍ତି। ତାହେଲେ ସେଇ ଜଗତ ବୀଜ ସଂସ୍କାର ଯାହା ଆମେ କହିଲେ ଶେଷ ନାଗ ଗୁରୁଦେବ ଲେଖିଛନ୍ତି, ସେ ଶେଷ ନାଗ ଉପରେ ଶ୍ରେଷ୍ଠ ଶଯ୍ୟାରେ ବ୍ୟାପକ ଚୈତନ୍ୟ ତତ୍ତ୍ୱ ବିଷ୍ଣୁଙ୍କର ଶୟନ ହେଇଯାଏ। ନିଷ୍କ୍ରିୟତା ବିଷ୍ଣୁ ତତ୍ତ୍ୱର ଶୟନ ଅର୍ଥାତ୍ ବିଷ୍ଣୁଙ୍କର ବ୍ୟାପକ ତତ୍ତ୍ୱର ନିଷ୍କ୍ରିୟତା ବା ଜଗତ ବ୍ୟାପାର ହୀନ ହୁଏ। କୌଣସି ଜଗତ ବ୍ୟାପାର ସୃଷ୍ଟି ପ୍ରଳୟ କୌଣସି ସ୍ୱର୍ଗ ବିସର୍ଗ କିଛି ନଥିଲା। ଏବଂ ଏଇ ଯେଉଁ ବ୍ୟାପକ ବିଷ୍ଣୁ ଚୈତନ୍ୟ ତତ୍ତ୍ୱ ଥିଲା, ବିଷ୍ଣୁଙ୍କର ଚେତନ ତତ୍ତ୍ୱ ଥିଲା, এই ଚେତନ ତତ୍ତ୍ୱର ଆକାଶ ହିଁ କାନ ବୋଲି ବିଦ୍ୱାନ ମାନେ ମତ ଦେଇଛନ୍ତି, ଯେଉଁମାନେ ଆମଠୁ ବହୁତ ରିଦ୍ଧି ସିଦ୍ଧି ପ୍ରାପ୍ତ। ଭଗବାନ ବିଷ୍ଣୁଙ୍କର କାନରୁ ମଧୁକୈଟବ ସୃଷ୍ଟି ଏବଂ ଭଗବାନଙ୍କର ଏଇ ଯେଉଁ ନିରତି ସେ ଆକାଶ ତାଙ୍କର କାନ, ଏହି ଚୈତନ୍ୟର ତ୍ରିଗୁଣାତ୍ମକ ଆବରଣ ହିଁ ବିଷ୍ଣୁଙ୍କର କାନର ମଳି। ଅର୍ଥାତ୍ ଏଇ ଯେଉଁ ଚୈତନ୍ୟ ଶକ୍ତିରେ ଆବରଣ ଯୁକ୍ତ ତ୍ରିଗୁଣ ସତରଜତମ, ଇଏ ହେଉଛି କାନର ମଳି। ଏହି ମଳିରୁ ଉଦ୍ଭୂତ ବା ସୁସ୍ଥ ଅହଂବୋଧ ବା ଅହଂ ଭାବ ଇଚ୍ଛା ହିଁ ମଧୁ ଆଉ କୈଟଭ। ଆଉ ଜଣେ ଶକ୍ତି ତତ୍ତ୍ୱବିତ୍ ମତ ଦେଇଛନ୍ତି ବିଦ୍ୱାନ, ମଧୁ ହେଉଛି ମଧୁମିଷ୍ଟ କର୍ମ ଫଳ। ଅର୍ଥାତ୍ ମଧୁ ଇଷ୍ଟ କର୍ମ ଭୋଗ କରିବା ଯେଉଁ ଇଚ୍ଛା ହେଲା ମଧୁ। କଠ ଉପନିଷଦରେ ସାଙ୍କର ଭାଷ୍ୟରେ ଉଦ୍ଧାର କରି କହିଛନ୍ତି। କୈଟଭ କ'ଣ ନା ଅଥଚ ଏତେ ପନ୍ଥାନ ନ ବିଦ୍ୟୁତେ କୀଟା, ଅର୍ଥାତ୍ ଯେ ପରମାତ୍ମାଙ୍କୁ ପାଇବା ରାସ୍ତା ଜାଣେ ନାହିଁ ସେ ମଣିଷ ନୁହେଁ, ସେ କୀଟ। ତେଣୁ ମଧୁ ଆଉ କୈଟଭ, ମଧୁ କର୍ମଫଳ ଆଉ ଅଜ୍ଞାନୀ ଅନ୍ଧ ଅର୍ଥାତ୍ ତାକୁ ଦୁଷ୍କୃତ ବୋଲି କୁହାଯାଇଛି। ଦୁଷ୍କୃତ ଏମାନଙ୍କୁ ମଧୁ ଆଉ କୈଟଭ ସହିତ ତୁଳନା କରାଯାଇଛି। ଏମାନେ ଯେଉଁ ଆସିଲେ ମଧୁ କୈଟଭ, ଗୁରୁଦେବ ତାହାକୁ ଲେଖିଛନ୍ତି ଅହଂବୋଧ। ଅହଂବୋଧରେ ଯେଉଁ ଇଚ୍ଛା ହେଲା ତାକୁ ମଧୁ କୈଟଭ। ଅନ୍ୟ ଜଣେ ବିଦ୍ୱାନ ଲେଖିଛନ୍ତି ଏକା କଥା, ଦୁଷ୍କୃତ ଆଉ କର୍ମଫଳ। ତାହେଲେ ଏମାନେ କ'ଣ କଲେ ନା ବ୍ରହ୍ମାରୂପୀ ମନକୁ ସଂସାର ଉନ୍ନତ କରିବାର ନାମ, ମନ କାହାକୁ କହିବା ନା ସଂସାର ସୃଷ୍ଟି, ମନର କାମ ସଂକଳ୍ପ ବିକଳ୍ପ, ସଂକଳ୍ପରେ ସୃଷ୍ଟି କରିବା। ତେଣୁ ମନ ଉପରେ ଏମାନେ କ'ଣ କଲେ ନା ଆକ୍ରମଣ କଲେ। ଆକ୍ରମଣ କେମିତି କଲେ ନା ମନକୁ ଦୂଷିତ କରିଦେବା ପାଇଁ। ଏ ଆକ୍ରମଣ ଦୁଷ୍କର୍ମବଦ୍ଧ କରିଦେବା ପାଇଁ ମନକୁ ଆକ୍ରମଣ କଲେ ଇଏ ମଧୁ ଆଉ କୈଟଭ। ଉଦ୍ୟତ ହେଲେ ଏହି ସଙ୍କଟ ସ୍ଥିତିରେ ମନୋରୂପୀ ବ୍ରହ୍ମା, ମନ ଯେ ଆମର ମନ ଅଛି, ମନୋରୂପ ବ୍ରହ୍ମା ଚିନ୍ମୟ ମହାମାୟାଙ୍କ ସର୍ତ୍ତୁରିଆ ଶକ୍ତିକୁ ଯାହା ଭଗବାନଙ୍କ ପାଖରେ ଥିଲା ତାଙ୍କୁ ସେ ଡାକିଛନ୍ତି, ମନେ ପକାଇଛନ୍ତି, ସ୍ମରଣ କରିଛନ୍ତି। ସର୍ତ୍ତୁରିଆ ଶକ୍ତି ଆମେ ସମସ୍ତେ ଜାଣିଛେ, ଜ୍ଞାନ, ଇଚ୍ଛା, କ୍ରିୟା,
ମାନ୍ତ୍ରିକା କୁଣ୍ଡଳିନୀ ପରା, ଏଇ ଛଅଟାକୁ ଷଟ୍ତୁରୀୟ ଶକ୍ତି କୁହାଯାଏ। ବ୍ରହ୍ମାଙ୍କର ପ୍ରାର୍ଥନାରେ ମା ସନ୍ତୁଷ୍ଟ ହୋଇ ଜାଗିଛନ୍ତି ଏବଂ ବିଷ୍ଣୁଙ୍କର ଆବରଣକୁ ବା ନିଦ୍ରାକୁ ଭଙ୍ଗ କରିଦେଇଛନ୍ତି। ଅର୍ଥାତ୍ ଚେତନ ତତ୍ତ୍ୱ ଯେଉଁ ମନ ଭିତରେ ଯେଉଁ ଆମର ଯେଉଁ ମନକୁ ଦୂଷିତ କରିବା ପାଇଁ ମଧୁ ଆଉ କୈଟଭ୍ୟ ଅହଂ ଆଉ କର୍ମଫଳ ଆମକୁ ବ୍ୟସ୍ତ କରୁଥିଲେ, ତାକୁ ନାଶ କରିବା ପାଇଁ ଚେତନା ଶକ୍ତିକୁ ବିଷ୍ଣୁଙ୍କୁ ଜାଗ୍ରତ କରିଦେଲେ। ଏବଂ ତା ସହିତ କ'ଣ କଲେ ନା ବିଷ୍ଣୁଙ୍କର ଯୁଦ୍ଧ ହେଇଛି ଏବଂ ବିଷ୍ଣୁଙ୍କ ଯୁଦ୍ଧ ହେବା ଦ୍ୱାରା କ'ଣ କଲେ ନା ଇଏ ମଧୁ ଆଉ କୈଟଭ୍ୟ ପରାସ୍ତ ହେଇଗଲେ ଏବଂ ମନ ସଂସାର ଆଡ଼କୁ ଗତି ଛାଡ଼ି ଦେଇ ଆଧ୍ୟାତ୍ମ ଆଡ଼କୁ ଗତି କଲା। କାହିଁକି? ଏମାନଙ୍କର ଉଦ୍ଦେଶ୍ୟ ଥିଲା ସଂସାର ଆଡ଼କୁ ଗତି କରିବା, ମଧୁ ଆଉ କୈଟଭ୍ୟର ଉଦ୍ଦେଶ୍ୟ ଥିଲା। ଅର୍ଥାତ୍ ମନ ଯେଉଁ ଦିଗରେ ଯିବା ଥିଲା, ପ୍ରତ୍ୟେକ ସାଧକକୁ ସାଧନା କ୍ଷେତ୍ରରେ ଏଇ ଅହଂ ଭାବ ଆଉ ଦୁଷ୍କୃତି ଦୁଷ୍ଟତା ଆମକୁ ବାଧକ ହେଇଥାଏ। ଇଏ ପ୍ରଥମ ଯେଉଁ ଆମେ ଚରିତ୍ର ଗଲା ସପ୍ତଶତୀ ଚଣ୍ଡୀର ଶିକ୍ଷଣୀୟ ବିଷୟ ବା ମନେ ରଖିବା କଥା କହିଛନ୍ତି। ଇଏ ଆଧ୍ୟାତ୍ମିକ କଥା। ଏହାକୁ ବୌଦ୍ଧିକ ଭାବନା ମଧ୍ୟ କରିଛନ୍ତି। ବୌଦ୍ଧିକ ଭାବନା କ'ଣ ନା ମୌଦ୍ଧିକ ଭାବନା ହେଉଛି ବୌଦ୍ଧିକ। ଏହା ମଧୁ ଅର୍ଥାତ୍ ରାଗ ଆଉ କୈଟଭ ଅର୍ଥାତ୍ ଦ୍ୱେଷ। ଏମାନେ ଜୀବନରୂପୀ ବିଷ୍ଣୁର କାନର ମଣି ଅଟନ୍ତି। ଯଦି ଜୀବନକୁ ବିଷ୍ଣୁ କହିବା, ରାଗ ଆଉ ଦ୍ୱେଷ ତାଙ୍କ କର୍ଣ୍ଣର ମଣି। ଜୀବ ଶେଷ ଉପରେ, ଶେଷ ନାଗ ଉପରେ ଅର୍ଥାତ୍ ଶୁଭ ଅଶୁଭ କର୍ମ ଉପରେ ନିଦ୍ରିତ ଅର୍ଥାତ୍ ମୋହଗ୍ରସ୍ତ। ସେଥିପାଇଁ ତମେ ବେଦ ପଢ଼ୁଛେ, ବେଦରେ କଠୋର ଉପନିଷଦ ପଢ଼ୁଛନ୍ତି ଉତ୍ତିଷ୍ଠତ ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରା ନିବୋଧିତ କ୍ଷୁରସ୍ୟ ଦ୍ୱାରା ନିଶ୍ଚିତ ଦୂରତ୍ୟା ଦୁର୍ଗମ ପଥ ତତ୍ କବି ବଦନ୍ତି। ତେଣୁ ଆମକୁ ଚାଲୁଥିଲେ ବସୁଥିଲେ ମଧ୍ୟ ଜାଗ୍ରତ ନୁହେଁ ବୋଲି କହିଲେ ଉତ୍ତିଷ୍ଠିତ ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରା ନିବୋଧିତ। ତେଣୁ ଜୀବ ଏଇ ଯେଉଁ ଅଶୁଭ ଅଶୁଭ କର୍ମ ଉପରେ ଅଛି, ସେ ଅଶୁଭ କର୍ମ ତ୍ୟାଗ କରି ଶୁଭତା ଆଡ଼କୁ ଦୁର୍ଗା ଭଳି ପରାକ୍ରମ କରିବାକୁ ଏହି ଜୀବର ବିବେକ ଜାଗୃତ ନହେଲେ ସେ ସାଂସାରିକ ବସ୍ତୁରେ ଆସକ୍ତ ହୋଇଯାଏ। ଏହି ମୋହରୂପୀ ନିଦ୍ରା ବିଷ୍ଣୁଙ୍କର ଶୟନ ଅଛି। ଜୀବ ଶରୀରରେ ଯେଉଁ ବିଷ୍ଣୁ ଅଛନ୍ତି, ଯେଉଁ ମୋହ ଅଛି, ଆମେ ମୋହରୂପୀ ଶୟନ କରୁଛେ। ବିଷ୍ଣୁଙ୍କର ଯୋଗ ନିଦ୍ରା, ଯାହା ମଣିଷ ପରମାତ୍ମା ତତ୍ତ୍ୱରୁ ପରମାର୍ଥ ତତ୍ତ୍ୱରୁ ଦୂର ହେଇଯିବା, ତାକୁ ବିସ୍ମରଣ କରିବା ମଧ୍ୟ ମୋହନିଦ୍ରା। ବ୍ରହ୍ମା ହେଲେ ମନର ଦ୍ୟୋତକ। ମନ ହେଉଛି ବ୍ରହ୍ମା। ତାକୁ ଦୂଷିତ କରିବା ପାଇଁ ମଧୁ କୈଟଭ ଅର୍ଥାତ୍ ଯେଉଁ କହିଲା ରାଗ ଆଉ ଦ୍ୱେଷ ଅହରହ ଚେଷ୍ଟା କରୁଛନ୍ତି। ଏଥିରେ ବ୍ରହ୍ମା କ'ଣ କଲେ ନା ଭଗବତୀଙ୍କର ଆଶ୍ରୟ ନେଲେ। ଭଗବତୀ ଅର୍ଥାତ୍ ବୁଦ୍ଧି, ବୁଦ୍ଧିର ଆଶ୍ରୟ ନେଲେ। ତେଣୁ ଜୀବର ମୋହରୂପୀ ନିଦ୍ରା ଭଙ୍ଗ ତେବେ ଯାଇକି ହେଲା ଯେତେବେଳେ ବୁଦ୍ଧି ଦେବୀ ତାଙ୍କୁ ସଦ୍ବୁଦ୍ଧି ପ୍ରଦାନ କଲେ। ବୁଦ୍ଧିରୁ ବିବେକ ଜାଗିଲା। ବିବେକ ଜାଗିବା ପରେ କ'ଣ ହେଲା ନା ମୋହରୂପୀ ରାଗ ଦ୍ୱେଷ ଆଉ ତାଙ୍କ ସାମ୍ନାରେ ତିଷ୍ଠି ପାରିଲେନି, ଠିଆ ହେଇପାରିଲେନି। ପ୍ରତ୍ୟେକ ଜୀବ, ସେଇ କଥା ଗୁରୁଦେବ ଲେଖିଲେ ଯେ ପ୍ରତ୍ୟେକ ଜୀବର ମନ ଉପରେ ଏହି ରାଗ ଦ୍ୱେଷର ମଧୁ କୈଟଭର ଆକ୍ରମଣ ଅଛି। ଦୁର୍ଗା ପୂଜାର ଏଇ 3 ଦିନରେ ନବଦୁର୍ଗା ଯେ ଆମେ ଯେଉଁ ପ୍ରଥମ ଚରିତ୍ରରେ ଚଣ୍ଡୀ ପାଠରେ ଆମେ କ'ଣ ଶିଖିଲେ ନା ମନକୁ ରାଗ ଆଉ ଦ୍ୱେଷରୁ ଦୂର କରି ପରମାତ୍ମା ତତ୍ତ୍ୱ ଆଡ଼କୁ ଅଗ୍ରସର ହେବା ପାଇଁ ଦୁର୍ଗା ଭଳି ସିଂହ ବାହିନୀ ଭଳି ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ ପରାକ୍ରମ ହୋଇ ତାଙ୍କୁ ପରାସ୍ତ କରିବା ଉଚିତ। ତା ନହେଲେ ମଧୁ କୈଟଭର ଆକ୍ରମଣ ଆମର ମନତତ୍ତ୍ୱକୁ ଅସୁରତ୍ୱ ଆଡ଼କୁ ନେଇଯିବ। ଆଉ ଅସୁରତ୍ୱ ଆଡ଼କୁ ଥରେ ଚାଲିଗଲେ ମଣିଷତ୍ୱରୁ ଦେବତ୍ୱ ପ୍ରାପ୍ତ କରିବା ସହଜ, କିନ୍ତୁ ଅସୁରତ୍ୱରୁ ଦେବତ୍ୱ ପ୍ରାପ୍ତ କରିବା ବହୁ କଠିନ ବୋଲି ଗୁରୁଦେବ କହିଛନ୍ତି। ତେଣୁ ଏଇ ଯେଉଁ ପ୍ରଥମ ଚରିତ୍ର ବ୍ୟାଖ୍ୟା ଆମକୁ ଏମିତି ବୁଝେଇଛନ୍ତି। ତ ଆମର ପ୍ରସଙ୍ଗ ତ ଯାହା ଅଛି, ପ୍ରସଙ୍ଗ ହେଉଛି କିନ୍ତୁ ଗାୟତ୍ରୀ ମହାମନ୍ତ୍ରର ଦ୍ୱିତୀୟ ପାଦ ଦ୍ୱାରା ଦିବ୍ୟ ଦର୍ଶନ କରିବା। ତାହେଲେ ଦିବ୍ୟ ଦର୍ଶନ ଆମେ କରିବା। ଦ୍ୱିତୀୟ ପାଦ ଆମେ ଜାଣିଛେ ଗାୟତ୍ରୀ। ଆମେ ଜାଣିଲେ ଗାୟତ୍ରୀ କ'ଣ ନା ଗାୟତ୍ରୀ ଜପେତୁ ତ୍ରିପଦା ପ୍ରକ୍ତା ଅର୍ଚ୍ଚନେତୁ ଚତୁଷ୍ପଦା। ଜପରେ ଆମେ ତ୍ରିପଦା ଜପ କରୁଛେ, ଯେତେବେଳେ ପୂଜା କରୁଛେ ବ୍ୟବହାରକୁ ଆସୁଛେ ତାକୁ ଚାରିପଦ ବୋଲି କହୁଛେ। ଏ ସମୁଦାୟ ଚାରିପଦରୁ ଆମେ କାଲି ଶୀର୍ଷ ଭାଗ ଯେଉଁଥିରେ ଆମେ କ'ଣ ଶିଖିଲେ ନା ପାପାଚରଣର ଗୋଟିଏ କାରଣ ହେଲା କୁବୁଦ୍ଧି। ଅର୍ଥାତ୍ ପରମାତ୍ମାଙ୍କର ଅଭାବ ଦେଖିବା ହିଁ ପାପ କରିବା ପ୍ରବୃତ୍ତି। ଯଦି ଭୂ ଭୁବ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ସବୁ ଜାଗାରେ
मन मस्तिष्क शरीर आत्मा सब जगह परमात्मा उपस्थिति देखा ताले आम अपराध करा कुकर्म करा पापाचरण करा ये कथा गोटे लाइन आम शिखिले। आज किंतु जो आम देखा आज हूँ दिव्य दृष्टि। दिव्य दृष्टि शब्द आम शुणुचे जो आमको किमिति कौन लगुच दिव्य दृष्टि कौन दिव्य दृष्टि देखिले अर्जुन को देखते भगवान ताको दिव्य दृष्टि देइथिले एवं सी एकादश अध्याय विश्वरूप दर्शन सी कहले अर्जुन तू मोटे देखिपर ना मोर जो ऐश्वर्य अच्छे जोग ऐश्वर्य देखिपर ना तेणु दिव्यांग ददामी ते चक्षु तते मु दिव्य चक्षु प्रदान करी जहाद्वारा तू जोग को दर्शन कर मोर जोग ऐश्वर्य मोर विभूति को मोर आकार प्रकार क्षमता को तू देखिपर। किंतु आज तो से जुग बदली जाई आज आम ताले कौन करिया आम किमिति से दिव्य दर्शन करिया दिव्य दर्शन व्यवस्था कौन अच्छी ना से एकादश अध्याय 54 मंत्र पुणी गोटे कथा कहुई ज्ञातुंग द्रष्टुंग चतेन प्रविष्टं च परंतप दिव्य चक्षु न थाऊ जदि हमको तत्व ज्ञान है आम भगवान को देखि भी पारिबा जानि भी पारिबा ता भीतर प्रवेश भी कर दिबा ज्ञातुंग द्रष्टुंग चतेन प्रविष्टं च परंतप प्रवेश भी मध्य कर दे पारिबा। तो ये तत्व ज्ञान को जानिबा पाई गायत्री महाविद्यार गायत्री महामंत्र द्वितीय पाध्याय 4 एवं प्रथम पाध्याय 1 रु तो जो दिव्य दर्शन कथा हम जाने राजा मुचुकुंद कथा मोर मन अच्छी काल जवन राजा मुचुकुंद देवता मान को साहाय्य करी युद्ध रे विजयी आसी कौन चाहिए विश्राम करने शुई इे काल जवन कृष्ण कंस को मारिदेवा पर कंसर ता शशुर जमी मथुरा पर आक्रमण कर जवन नारद प्ररोचन मथुरा मुहा होती तेणु समान बलि खोजी नारद कहीदे तोर समान बल योद्धा हूँ कृष्ण तेणु कृष्ण को खोजापी सी आसिले एवं काल जवन भगवान जो मारती भारी मान बहुत बुद्धिवान नृसिंह को भगवान मारा बेले जंघरे शुई मारती राम को मारला बेले नाभि को भेद करके मारी दियंती दुर्योधन को जान भंग करी कंस को सिंहासन पकई देई एवं विभिन्न उपाय भगवत शक्ति विभिन्न कौ शक्ति को किमिति अवशेष करा जीव ये दिव्य ज्ञान बल दिव्य व्यवहार बल आकार आकृति प्रकृति अनुसार कर भगवान देखिले आ जरासंध जो आसुंच काल जवन से युद्ध करने दरकार नहीं से कौन कले मर से जानते तेणु सी जो काल जवन आए दौड़ा आरंभ कले ये गोड़े तेणु रणछर कहुए दौड़ दौड़ लुचि देखा जो गुंफारे से शुई मुचुकुंद राजा से पाखे पहुँचिक से हजिगले एवं जो पीत वस्त्र पिंधि जोटा को काला जवन चिन्ह गोड़ौला मुचुकुंद गोड़े मुचुकुंद पहुँचले देखिले काला जवन पहुँचले देखिले मुचुकुंद शुई ये जापारे नहीं कहले कृष्ण हो अट्टहास कर कहले तू जीवन बंचेवा भयरे ये आसी शोचु डाकिले से उठला नहीं जो गोटे गोईठा पकईले जिमिति मुचुकुंद उठी चाहिदेले चाहिवा द्वारा कौन है सी भस्म हो गला जाने ये दिव्य दृष्टि भगवान शिव द्वारा काम दहन से जाने आम कामकर दहन समस्त आम जाने कंदर्प दहन होता भस्म हो जाता जाने कपिल मुनि सापरे 60,000 सगर पुत्र दग्ध हो जाते इमती शास्त्र प्रमाण अच्छी एवं जाजली मुनि कथा समस्ते पद्म पुराण जाने जाजली मुनि थे सी जा तपस्या सिद्ध हो गले सी शून्य लुगा सुखई दूसरे आमको लुगा सुखाई गोटे तारटे सूताटे दरकार ना से आकाश लुगा सुखई दूसरे दिन से जेको गोटे गछ मूल बस पक्षीटी आसी विष्ठा करदेला तो से रागिकी चाहिदेला सी कौन है ना सी ऊपर की पक्षी को चाहिए पक्षीटी भस्म हो गले जाजली अहंकार परिपूर्ण हो गला से कहला अरे नाई मो सिद्धि प्राप्त हो गली तेणु से तपस्या छाड़ी गाँ मुहां भिक्षा करने जड़े सद्गृहस्थ घरे पहुँची
ଡାକିଛନ୍ତି ଗୃହିଣୀ ତାଙ୍କ ସ୍ୱାମୀଙ୍କୁ ପରିଚର୍ଯା କରୁଛନ୍ତି। ଇଏ ଡାକିଲେ ଗୃହିଣୀଙ୍କୁ କିଏ ଅଛନ୍ତି? ମା ଭିକ୍ଷା ଦରକାର। ଇଏ ଭିକ୍ଷା ଯାଚନା କରୁଛନ୍ତି। ଗୃହିଣୀ କହିଲେ ମୁଁ ମୋ ସ୍ୱାମୀ ସେବା କରୁଛି। ଇଏ ବାରମ୍ବାର ଡାକୁଥାନ୍ତି। ଅନେକ ସମୟ ଅତିବାହିତ ହୋଇଗଲା। ଶେଷରେ ରାଗିକି କ୍ରୋଧ ତାଙ୍କର ଆସିଗଲା। ତ ଯେତେବେଳେ କ୍ରୋଧ ଆସିଯାଇଛି ସେ ଗୃହିଣୀ ଜାଣିପାରିକି କହିଲେ ଭାଇ ମୁଁ ହେଉଛି ପତିବ୍ରତା ନାରୀ, ଯେପର୍ଯ୍ୟନ୍ତ ପତିଙ୍କ ସେବା ସରିନାହିଁ ମୁଁ ଆପଣଙ୍କୁ ଭିକ୍ଷା ଦେଇପାରୁନାହିଁ। ଆଉ ଆପଣ ଭାବୁଛନ୍ତି ସେଇ ଜଙ୍ଗଲର ପକ୍ଷୀ ଯିଏ ଆପଣ କ୍ରୋଧାଗ୍ନିରେ ଭସ୍ମ ହେଇଯିବ? ଯାଜଳି ଆଶ୍ଚର୍ଯ୍ୟ ହେଇଗଲେ, ଇଏ କେମିତି ଜାଣିଲେ? ଏବଂ ତାପରେ ସେ କାମ ସାରି ଆସିଛନ୍ତି, ତାଙ୍କ ପାଖରୁ ପରାମର୍ଶ ନେଇଛନ୍ତି ଏବଂ ତାଙ୍କ ଅହଙ୍କାରକୁ ଦ୍ରବୀଭୂତ କରିଛନ୍ତି ତାଙ୍କ ଶିକ୍ଷାର ପର ପର୍ଯ୍ୟାୟରେ। ଏବଂ ମହାଭାରତରେ ସଞ୍ଜୟଙ୍କ କଥା ଆମେ ଜାଣିଛେ ସମସ୍ତେ। ପ୍ରତ୍ୟକ୍ଷ ଭାବରେ ସଞ୍ଜୟ ନଥିଲା ଆଜି ଆମେ ଗୀତା ଜାଣିପାରିନଥାନ୍ତେ ଏବଂ ସଞ୍ଜୟଙ୍କ ଦିବ୍ୟ ଦୃଷ୍ଟି ନଥିଲା ଆମକୁ ସେ ଦିବ୍ୟ ଜ୍ଞାନ ଗୀତାର ଯେ ଦିବ୍ୟ ରସ ଆସ୍ୱାଦନ ମିଳିନଥାନ୍ତା। ତ ଯାହା ହଉ ଏସବୁ ଗୁଡ଼ିଏ କଥା ପ୍ରାସଙ୍ଗରେ କ'ଣ ଅଛି ନା ଦିବ୍ୟ ଦୃଷ୍ଟି, ଏବଂ ଆମକୁ ସେଇ ଦିବ୍ୟ ଦୃଷ୍ଟି ପ୍ରାପ୍ତ କରିବା ପାଇଁ ଆଜିର ଯେଉଁ ଦିବ୍ୟ ଦୃଷ୍ଟିର ଆଲୋଚନା ଅଛି ସେ ଦିବ୍ୟ ଦୃଷ୍ଟି ପ୍ରାପ୍ତ କରିବା ପାଇଁ ଗାୟତ୍ରୀ ମହାମନ୍ତ୍ର ଦ୍ୱିତୀୟ ପାଦ, ଯେଉଁମାନେ ଗାୟତ୍ରୀ ସାଧନା କରୁଛେ ଆମେ ଜାଣିଛେ ଏଇ ଦ୍ୱିତୀୟ ପାଦଟି କ'ଣ ଅଛି ନା ଏଇ ଦ୍ୱିତୀୟ ପାଦରେ ଆମେ ଗୋଟିଏ କଥା ଜାଣିଛେ। ଦ୍ୱିତୀୟ ପାଦ ଆରମ୍ଭ ହେଉଛି କେତେ ସୁନ୍ଦର କଥା ଅଛି। এই দ্বিতীয় পাদরে আমার কোণ অছি না দ্বিতীয় পাদ আমি সময় জানিছে মানে প্রথম গলে শীর্ষ ভাগ তৎসবিতুর্বরেণ্যম। এই যে তৎসবিতুর্বরেণ্য আমি দ্বিতীয় ভাগ দেখুছে দ্বিতীয় মানে তৃতীয় পাদরে আমি কোণ শিখিবা তৎসবিতুর্বরেণ্যম। কিন্তু গায়ত্রী মন্ত্র দৃষ্টিରୁ ইয়ে হচ্ছে আমাকে কোণ না প্রথম পাদ লাগুছি, কিন্তু গুরুদেব যে আমাকে শিক্ষা দিয়েছেন শিক্ষা দৃষ্টিରୁ ইয়ে দ্বিতীয় পাদ। ତେଣୁ ଏଠି କ'ଣ ଅଛି ନା ଆମେ ତତ୍ ସବିତୁର୍ବରେଣ୍ୟଂ ମଧୁବାତରୁତାୟତେ ମଧୁ କ୍ଷରନ୍ତି ସିନ୍ଧବ ମାଧୀର୍ଣ୍ଣ ସନ୍ତୁଷଦି ଭୂସ୍ୱାହା। ଏ ପୃଥିବୀକୁ ଆମେ ଜାଣିଥିଲେ ପୃଥିବୀ ହେଲା ଗାୟତ୍ରୀ, ମଣିଷ ହେଲା ଗାୟତ୍ରୀ, ହୃଦୟ ହେଲା ଗାୟତ୍ରୀ, ଗାୟତ୍ରୀ ବା ଇଦଂ ସର୍ବଂ। ଏ ଯାହା ଦେଖୁଛି ଏସବୁ ଗାୟତ୍ରୀ। ତାହେଲେ ପୃଥିବୀ ସହିତ ଗାୟତ୍ରୀକୁ ଏମିତି ଭାବରେ ବନ୍ଧା ହେଇଛି, ମଣିଷ ଏମିତି ବନ୍ଧା ହେଇଛି ଯାହା ଆମେ ଗୋଟେ ସୁନ୍ଦର କାରିଗର ଫିଟିଂ କଲା ଭଳିଆ। ତାହେଲେ ପୃଥିବୀ ସହିତ କ'ଣ କରିଛନ୍ତି ନା ଗାୟତ୍ରୀ ମନ୍ତ୍ର ପ୍ରଥମ ପାଦକୁ ବାନ୍ଧି ଦିଆହେଇଛି। ତତ୍ ସବିତୁର୍ବରେଣ୍ୟଂ ମଧୁବାତରୁତାୟତେ ମଧୁ କ୍ଷରନ୍ତି ସିନ୍ଧବ ମାଧୀର୍ଣ୍ଣ ସନ୍ତୁଷଦି ଭୂସ୍ୱାହା। ଅର୍ଥାତ୍ ଭୂ ଲୋକ ସହିତ କ'ଣ ନା ଆମେ କହୁଛେ ତତ୍ ସବିତୁର୍ବରେଣ୍ୟ, ସୂର୍ଯ୍ୟଙ୍କର ସେଇ ବରଣୀୟ ଶ୍ରେଷ୍ଠ ପଦକୁ ଆମେ ଧ୍ୟାନ କରୁଛେ। সেই কথা মধ্যে তদ বিষ্ণু পরমং পদং সদা পশ্যন্তি সুরয় দিবিব চক্ষুরাততম। এবং তৎ আমি যে পররজ দর্শিতা পদ আমি দেখুଥିଲେ ଯିଏ ରଜର ଉପରେ ଥାଇ ଆମକୁ ପ୍ରକାଶ ପ୍ରଦାନ କରୁଛନ୍ତି ଆଦିତ୍ୟ ବାଇଦଂ। ତାହେଲେ ଇଏ କ'ଣ ଅଛି ନା ଆମେ ତତ୍ ସବିତ ସେଇ ସବିତାଙ୍କର ଶ୍ରେଷ୍ଠ ପଦକୁ ବରଣ କରୁଛେ। ୟାକୁ ବରଣ କରିଦେଲେ କ'ଣ ହବ ନା ବାତା ମଧୁରତାୟତେ, ଆମର ଯେଉଁ ବାୟୁମଣ୍ଡଳ ଅଛି ଚାରିଆଡ଼େ ଇଏ ମଧୁର ଭାବରେ ବାୟୁ ପ୍ରବାହିତ ହଉ। ଆଉ କ'ଣ ନା ସିନ୍ଧବ ମଧୁ କ୍ଷରନ୍ତୁ, ଯେଉଁ ଜଳୀୟ ପାନୀୟ ଜଳ ନଦୀ ସାଗର ହ୍ରଦ ଯାହା ଅଛି ଏ ସମସ୍ତ ମଧୁମୟ ହେଇଯାଉ। ନ ଆମମାନଙ୍କ ପାଇଁ ଔଷଧି ମାଧି ସନ୍ତୁ, ଯାହା ଖାଦ୍ୟ ପଦାର୍ଥ ଔଷଧି ଅର୍ଥାତ୍ ଯାହା ଆମେ ଖାଉଛେ ଏ ଅନ୍ନ ବି ପୁରା ସମ୍ପୂର୍ଣ୍ଣ ମଧୁରିମା ମଧୁ ପରିପୂର୍ଣ୍ଣ ହେଇଯାଉ। ଭୂ ଅର୍ଥାତ୍ ପୃଥିବୀରେ ଏହି ସମସ୍ତ ବ୍ୟବସ୍ଥା ହଉ। ଏବଂ ଭୂ ପ୍ରଥମ ପାଦ ସହିତ ଋଗ୍ବେଦକୁ ବନ୍ଧା ହେଇଛି। କିନ୍ତୁ ପୃଥିବୀକୁ ଗାୟତ୍ରୀକୁ ବନ୍ଧା ହେଇଛି ପୃଥିବୀ ସହିତ। ଆମେ ଜାଣିଛେ ପ୍ରଥମ ପାଦ ସହିତ ବାନ୍ଧି ଦିଆହେଇଛି ପୃଥିବୀକୁ। କ'ଣ ନା ପୃଥିବୀ ଅର୍ଥ ସମଦାତ ଋଗ୍ବେଦ ସହିତ ରୁଚା ଅଗ୍ନି ଅଗ୍ନିନାମ ଶ୍ରିୟମ୍ ଶ୍ରିୟା ସ୍ତ୍ରିୟମ୍ ଶ୍ରିୟା ମିଥୁନଂ ମିଥୁନ ପ୍ରଜାಂ ପ୍ରଜୟା କର୍ମ କରୁଣା ତପ ତପସା ସତ୍ୟଂ ସତ୍ୟେନ ବ୍ରହ୍ମ। ଅର୍ଥାତ୍ ପୃଥିବୀ ସହିତ ଋଗ୍ବେଦକୁ ବନ୍ଧା ହେଇଛି। ଋଗ୍ବେଦ ସହିତ ଅଗ୍ନିକୁ, ଅଗ୍ନି ସହିତ ଅର୍ଥାତ୍ କ୍ରିୟାକୁ, ଅଗ୍ନି ସହିତ କ୍ରିୟାକୁ, କ୍ରିୟା ସହିତ ସ୍ତ୍ରୀକୁ, ସ୍ତ୍ରୀ ସହ ସ୍ତ୍ରୀକୁ, ସ୍ତ୍ରୀ ସହ ମିଥୁନକୁ, ମିଥୁନ ସହ ପ୍ରଜାକୁ, ପ୍ରଜା ସହ କର୍ମକୁ, କର୍ମ ସହ ତପକୁ, ତପ ସହ ସତ୍ୟକୁ, ସତ୍ୟ ସହ ବ୍ରହ୍ମକୁ, ବ୍ରହ୍ମ ସହ ବ୍ରାହ୍ମଣକୁ ଏବଂ ବ୍ରାହ୍ମଣ ସହ ବ୍ରତକୁ, ଯେଉଁ ନବରାତ୍ର ବ୍ରତ ଆମେ କରୁଛେ ବ୍ରତକୁ।
ବ୍ରାହ୍ମଣ ବ୍ରତ ଦ୍ୱାରା ତୀକ୍ଷ୍ଣ ହୁଏ, ପୂର୍ଣ୍ଣ ହୁଏ, ଅବିଚ୍ଛିନ୍ନ ହୁଏ। ଅର୍ଥାତ୍ ଯେଉଁ ଗାୟତ୍ରୀ ମହାମନ୍ତ୍ରର ଏଇ ଯେଉଁ ପ୍ରଥମ ଭାଗ ଆମେ ଏଠି କହୁଛେ, ଯେଉଁଟା କ୍ରମରେ ଦ୍ୱିତୀୟ ହେଇଛି, ଏଥିରେ କ'ଣ ମହତ ଶିକ୍ଷା ଅଛି, ଆମେ କ'ଣ ଶିଖିବା? ତେଣୁ ଏଇ ଯେଉଁ ଆମେ ଶିଖିଲେ ଏଇଠି କ'ଣ ଆମେ କ'ଣ ଅଛି ନା ଦିବ୍ୟ ଦୃଷ୍ଟି, ଦୂରଦୃଷ୍ଟି ସହିତ ଦିବ୍ୟ ଦୃଷ୍ଟି। ଦିବ୍ୟ ଦୃଷ୍ଟି ଆମେ ପ୍ରଥମେ ହେଲେ ତତ୍ ସବିତୁର୍ ବରେଣ୍ୟମ୍। এই যে তৎ সহিত আমি କ'ଣ ଜାଣିଛେ? ତତ୍ରେ ଆମର ଶିକ୍ଷଣ କ'ଣ ଥିଲା ନା ଜନ୍ମ ମରଣ ରହସ୍ୟକୁ ଜାଣିବା। ୟାକୁ ଜାଣିଲେ କ'ଣ ହେବ ନା ସଂସାରରେ ନା ଭୟରେ ବଞ୍ଚିବା ନା ଆସକ୍ତିରେ ବଞ୍ଚିବା। ଆମେ ଯେତେବେଳେ ଜନ୍ମ ଆଉ ମରଣ ରହସ୍ୟକୁ ବୁଝିଯିବା, ସଂସାରରେ ଭୟ ରହିବ ନାହିଁ କି ଆସକ୍ତି ରହିବ ନାହିଁ। କାହିଁକି ନା ଭୟକୁ ନିୟନ୍ତ୍ରଣ କରୁଛୁ ଆମେ, ମୃତ୍ୟୁକୁ ନିୟନ୍ତ୍ରଣ କରିବା ବାଲା ହେଉଛି ବ୍ରହ୍ମ ଗାୟତ୍ରୀ। ଭୟାତ ଯସ୍ୟ ଅଗ୍ନିତପତି ଭୟାତ ତପତି ସୂର୍ଯ୍ୟ ଭୟା ଇନ୍ଦ୍ରଶ୍ଚ ବାୟୁଶ୍ଚ ମୃତ୍ୟୁର ଧାବତୀ ପଞ୍ଚମ। ତେଣୁ ଆମେ ତତ୍ ଦ୍ୱାରା କ'ଣ ଜାଣିଲେ ନା ଆମେ ଜନ୍ମ ମରଣର ରହସ୍ୟକୁ ଜାଣିବା। ତତ୍ ଶବ୍ଦ ଆମକୁ କ'ଣ ବୁଝାଏ? ଜନ୍ମ ମରଣ ରହସ୍ୟକୁ। ଏବଂ ସବିତୁ ପଦରେ ଆମେ କ'ଣ ଜାଣୁଛେ? ନିଜକୁ ସୂର୍ଯ୍ୟ ସମାନ ବଳବାନ କରିବା। ଆମେ ତ ଜାଣିଲେ ଜନ୍ମ ମୃତ୍ୟୁ ରହସ୍ୟ, କିନ୍ତୁ ଯେତେ ଦିନ ଥିବା ସଂସାରରେ ଥିବା ଯେତେ ଦିନ ଆନନ୍ଦ କରୁଛ ଆମନ, ଏ ଯେଉଁ ଦୁର୍ଗା ମାଙ୍କର ଯେଉଁ ଉପାସନା କରୁଛେ, ଯେଉଁ ଦୁର୍ଗାଙ୍କ ଭଳି 10 ହାତର 10 ଦିଗରୁ ପ୍ରବଳ ପୁରୁଷାର୍ଥ କରିବା, ସୂର୍ଯ୍ୟ ସମାନ ବଳବାନ ହେବା ଏବଂ ସମସ୍ତ ବିଷୟକୁ ଆତ୍ମା ଭିତରେ ଆମେ ଅନୁଭବ କରିବା। ଏ ସଂସାରରେ ଯାହା ଅଛି, ଆମେ ଯେମିତି ଭଗବାନ କହିଲେ ସମ୍ଭବ ଆତ୍ମମାୟା, ଯାହା ସବୁ କରାଇଛି ସମସ୍ତ ଆତ୍ମମାୟା ଦ୍ୱାରା, ଅନ୍ୟ କେଉଁଠି ଆସି ନାହିଁ। ଆମେ ଯେତେବେଳେ ସୃଷ୍ଟି ଆରମ୍ଭ ହେଇଛି, ଉଚ୍ଚସ୍ତରୀୟ ସାହିତ୍ୟରେ ଦେଖିଲେ ଉପାଦାନ କାରଣ ନିମିତ୍ତ କାରଣ, ଏ ସୃଷ୍ଟିକୁ ତିଆରି କରିବା ପାଇଁ ଯାହା ଦରକାର ହେଲା ଜିନିଷ, ଉପାଦାନ ଯିଏ କଲା ବ୍ୟକ୍ତି, ଏ ଉପାଦାନ ନିମିତ୍ତ କାରଣ ଉଭୟ ବ୍ରହ୍ମ, ଅର୍ଥାତ୍ ଉଭୟ ଗାୟତ୍ରୀ। ଏ ଦୁଇଟା କଥା ଆମେ ଜାଣିଲେ ତାହେଲେ ଆମେ କ'ଣ ଜାଣିବା ନା ଆମେ ସେଇ ହିସାବରେ ଜ୍ଞାନ ଅର୍ଜନ କରିବା, ଧନ ଅର୍ଜନ କରିବା, ବଳ ଅର୍ଜନ କରିବା। ତେଣୁ ସବିତା ତତ୍ ସବିତୁ ଏବଂ କ'ଣ ତା ସହିତ ନା ବରେଣ୍ୟମ୍ ମଧ୍ୟ ଆମେ ଶ୍ରେଷ୍ଠ ଦେଖିବା, ଶ୍ରେଷ୍ଠ ଚିନ୍ତା କରିବା, ଶ୍ରେଷ୍ଠ ବିଚାର କରିବା ଏବଂ ଶ୍ରେଷ୍ଠ ସବୁବେଳେ ଶ୍ରେଷ୍ଠକୁ ଆଚରଣ କଲେ ଆମେ ମଧ୍ୟ ଶ୍ରେଷ୍ଠ ହେଇଯିବା। ଆମେ ଜାଣିଛେ ତତ୍ ସବିତୁର୍ ବରେଣ୍ୟମ୍। ଇଏ ହେଉଛି କ'ଣ ନା ସାଧାରଣ ଅର୍ଥ, ଆମେ ସମସ୍ତେ ଜାଣିଛେ ଏ ବିଷୟରେ। ଆକୁ ଯଦି ଟିକେ ଭାଙ୍ଗି ଦେଇ ଦେଖିବା, ଗାୟତ୍ରୀ ତ ପରମ ଜ୍ଞାନ, ଆମେ ଜାଣିଛେ ଗାୟତ୍ରୀ। ଗାୟତ୍ରୀ ତତ୍ରେ ଆମେ ଯେତେବେଳେ ଯାଉଛେ, ଆମେ ଶାନ୍ତି କୁଞ୍ଜରେ ବ୍ରହ୍ମବର୍ଚସ୍ୱ ଗଲାବେଳେ ଗାୟତ୍ରୀର ଜ୍ଞାନ ସେଠି ଭରପୁର ରଖା ହେଇଛି। ଆମେ ଖାଲି ଶାସ୍ତ୍ର ନୁହେଁ, ଦର୍ଶନ ମଧ୍ୟ, ଦିବ୍ୟ ଦର୍ଶନ ମଧ୍ୟ ସେଠି ହୁଏ ବ୍ରହ୍ମବର୍ଚସ୍ୱରେ। ଗାୟତ୍ରୀ ମନ୍ତ୍ରର ପ୍ରତ୍ୟେକ ଅକ୍ଷର ସହିତ ପ୍ରତ୍ୟେକ ଦେବୀ ଦେବତା ଅଛନ୍ତି। ଆମେ ଜାଣିଛେ ଗାୟତ୍ରୀ ମନ୍ତ୍ର, ଗାୟତ୍ରୀ ସାଧନା 2 ଭାଗରେ ବିଭକ୍ତ। ଗୋଟିଏ ମନ୍ତ୍ରରୁ ଆକ୍ଷରିକ ସିଦ୍ଧି, ଆକ୍ଷରିକ ଶିକ୍ଷା ଲାଭ କରି ଉତ୍ତମ ନାଗରିକ ହେବା, ସୁନ୍ଦର ଜୀବନଯାପନ କରିବା, ଘର ପରିବାର ବ୍ୟକ୍ତି ସମାଜ ସୁନ୍ଦର ଭାବରେ ରହିବା ଏବଂ ଅନ୍ୟ ଦିଗରେ ବ୍ରହ୍ମାସ୍ତ୍ର କାମଧେନୁ ବ୍ରହ୍ମବର୍ଚସ୍ୱ ବ୍ରହ୍ମବଳ ପ୍ରାପ୍ତ ହୋଇ ମଧ୍ୟ ଜୀବନରେ ସୁଖୀରେ ରହିବା। ତାହେଲେ ସେଇ ଦୁଇଟା କଥା ଅଛି, ବ୍ରହ୍ମ ବର୍ଚସ୍ୱ ବି ଉପାର୍ଜନ କରିବା, ବ୍ରହ୍ମ ବଳ ବି ଉପାର୍ଜନ କରିବା ଏବଂ ଶିକ୍ଷା ମଧ୍ୟ ଉତ୍ତମ ହେବ। ଆମେ ଶାନ୍ତିକୁଞ୍ଜ ଯେତେବେଳେ ଯାଉଛେ, ଶାନ୍ତିକୁଞ୍ଜର ବ୍ରହ୍ମବର୍ଚସ୍ୱ ଗୋଟିଏ ଚିତ୍ର ଦେଖୁଛେ ଏବଂ ସେ ଚିତ୍ରରେ କ'ଣ ଅଛି ନା 24 ଦେବତାଙ୍କର ଅଛି, ଦେବୀମାନଙ୍କର ଅଛି। ସେ 24 ଦେବୀ ଯେମିତି 9 ଦେବୀ, 9 ଦୁର୍ଗା 9 ଦିନରେ ଅଛନ୍ତି, ସେମିତି 24 ଦୁର୍ଗା 24ଟି ଦେବୀଙ୍କର ପ୍ରତିମା ଆମେ ଦେଖୁଛେ 24 ଅକ୍ଷରରେ। ଆଦ୍ୟା ଶକ୍ତି ତଥା ବ୍ରାହ୍ମୀ ବୈଷ୍ଣବୀ ସମ୍ଭବିତି ଚ ବେଦମାତା ଦେବମାତା ବିଶ୍ୱମାତା ଋତୁମ୍ବରା। ଯଦି 8ଟି ଅକ୍ଷର ଦେଖିବା, ତାପରେ 24 ଅଛି। ପ୍ରଥମରେ ତତ୍ରେ ଆଦ୍ୟା ଶକ୍ତି। ଆଦ୍ୟା ଶକ୍ତି ଦ୍ୱାରା ଆମକୁ କ'ଣ ମିଳିବ? ଆଧ୍ୟାତ୍ମିକ ପ୍ରଜ୍ଞା। ଏ ପ୍ରଜ୍ଞା ମିଳିଲେ ଆମକୁ କ'ଣ ହେବ ନା ଆମେ ଆପ୍ତକାମ ହେଇଯିବା। ଆମେ କ'ଣ ଆପ୍ତକାମ ପୂର୍ଣ୍ଣ କାମ, ଆପ୍ତକାମ ପୂର୍ଣ୍ଣ କାମ, ଆମକୁ କାମନା, ବୁଦ୍ଧଦେବ କହିଛନ୍ତି କାମନାର ବିନାଶ ଏ ଦୁଃଖର ବିନାଶ। ତେଣୁ ଗାୟତ୍ରୀ ମନ୍ତ୍ର ଯେଉଁ ଦର୍ଶନ, ପ୍ରଥମ ଦର୍ଶନ ଆମେ କ'ଣ ଅଛି କ'ଣ ଜାଣିବା ନା ଆମେ ଆପ୍ତକାମ ହେଇଯିବା ଯେତେବେଳେ ପ୍ରଜ୍ଞା ଆମକୁ ମିଳିବ। କାହା ଦ୍ୱାରା? ଆଦ୍ୟା ଶକ୍ତି ଦ୍ୱାରା, ଗାୟତ୍ରୀ ମନ୍ତ୍ରର ପ୍ରଥମ ପାଦର ପ୍ରଥମ ଅକ୍ଷରେ। ତାହେଲେ ଆଦ୍ୟା ଶକ୍ତି ପ୍ରଜ୍ଞା କ'ଣ ହେବ ନା ଆମେ ଆପ୍ତକାମ ହେଇଯିବା ଏବଂ ବହୁତ ଏଇଟା ହେଉଛି ଆଧ୍ୟାତ୍ମିକ ଶକ୍ତି, ଲୌକିକ ଶକ୍ତି ମଧ୍ୟ ମିଳିବ। ସେଇଟା ହେଉଛି ଦୀକ୍ଷା। ଏଥିରେ କ'ଣ ହେବା ନା ସୁସଂସ୍କାରିତା, ବାହାରେ ଆମେ ସଭ୍ୟ ରହିବା
ଏବଂ ଭିତରେ ସୁସଂସ୍କାରିତ ରହିବା, ତାହେଲେ ମଧ୍ୟ ଯେ ଗାୟତ୍ରୀ ସାଧକ ଆଉ କ'ଣ ସିଦ୍ଧି ମିଳୁ ନ ମିଳୁ ଏ ଦୁଇଟା ଦ୍ୱାରା ସମାଜରେ ସେ ଖୁସିରେ ରହିଯିବ। ଏବଂ ଗାୟତ୍ରୀ ତତ୍ ପରେ ସ ଅଛି, ଯେ ସ ଅକ୍ଷର ସରେ ବ୍ରାହ୍ମୀ ଦେବୀ ଅଛନ୍ତି। ତାଙ୍କର ଆଧ୍ୟାତ୍ମିକ ଶକ୍ତି କ'ଣ ନା ଶ୍ରଦ୍ଧା, ଲୌକିକ ଶକ୍ତି କ'ଣ ଯୁକ୍ତା। ଆଧ୍ୟାତ୍ମିକ ଶକ୍ତିରେ ଆମକୁ କ'ଣ ମିଳିବ ନା ଅନ୍ତର ଜଗତରେ ନୂଆ ସୃଷ୍ଟି। ଯେ କଥା ସୂର୍ଯ୍ୟ ଭାଇ ପ୍ରଥମରେ କହିଲେ, ଆମେ ତ ବହୁତ କଥା ଶୁଣିଛେ, ତାକୁ ଅନ୍ତର ଜଗତରେ ଧାରଣ କରିପାରୁନେ। ଗାୟତ୍ରୀ ମନ୍ତ୍ର ଉଦ୍ଦେଶ୍ୟ ଧାରଣ କରିବା, ଧୀମହି। ଗୁରୁଦେବ କହିଲେ ଆଜି ପର୍ଯ୍ୟନ୍ତ ସଂସାରରେ ସମସ୍ତ ପ୍ରଚାର ପ୍ରସାର ଦୁଇଟି ଜିନିଷ ଚାଲୁଛି, ଗୋଟିଏ ବାଣୀ, ଅନ୍ୟଟିଏ ଲେଖନୀ। ସେ ପ୍ରବଚନ ହଉ, ସେ ସାହିତ୍ୟ ପାଠ ହଉ, ବେଦ ପାଠ ହଉ, ଏ ଦୁଇଟା ଶୁଣିବା କଥାରେ ରହିଯାଉଛି ସୀମିତ। ଯେ ତାକୁ ଧାରଣ କରିନାହିଁ, ଯେମିତି ଭାଗବତରେ କ'ଣ ଦିଆହେଇଛି ନା ଭାଗବତ ଧାରଣ କରିବା। ଭାଗବତ ଆରମ୍ଭ ହେଲା ସତ୍ୟଙ୍ଗ ପରଙ୍ଗ ଧୀମହି ଏବଂ ଶେଷ ହେଲା ସତ୍ୟଙ୍ଗ ପରଙ୍ଗ ଧୀମହି। ପରୀକ୍ଷିତକୁ ଯେମିତି ସ୍ୱୟଂ ତକ୍ଷକ କାମୁଡ଼ୁଥିଲେ, ଠିକ୍ ସେମିତି ଆମକୁ ସଂସାର ରୂପକ ତକ୍ଷକ ଘେରି ରହିଛି କାମୁଡ଼ିବା ପାଇଁ। ତେଣୁ ଆମକୁ ମଧ୍ୟ ଭାଗବତ ଦରକାର ଅଛି। ତାହେଲେ ବ୍ରାହ୍ମୀ କ'ଣ ନା, ଯେତେବେଳେ ଆମେ ବ୍ରାହ୍ମୀ ସ୍ୱରୁ ଜାଣୁଛେ, ଆମର କ'ଣ ସିଏ ମିଳୁଛି ନା ଆଧ୍ୟାତ୍ମିକ ଶକ୍ତି ଶ୍ରଦ୍ଧା ଏବଂ ଲୌକିକ ଶକ୍ତି ଯୁକ୍ତା, ଯାହା ଜାଗାରେ ଅନ୍ତର ଜଗତରେ ନୂଆ ସୃଷ୍ଟି, ନୂଆ ଚେତନା। ଯେମିତି କାଲି ଆମ କିଶୋର ଭାଇ ପଚାରିଲେ ସାଧନା କ'ଣ ନା, ସମସ୍ତ ସଦ୍ଗୁଣ ଗୁଡ଼ିକ ଅନ୍ତଃକରଣରେ ଧାରଣ କରିବା ହେଉଛି ସାଧନା। ଗୁରୁଦେବ ଲେଖିଲେ ତାହେଲେ ଆଉ ଦୀକ୍ଷା କ'ଣ, ଯୁକ୍ତା କ'ଣ ଅଛି ନା ଯୁକ୍ତା ସୁସନ୍ତତି ପ୍ରାପ୍ତି। ସୁସନ୍ତ ଯେଉଁମାନଙ୍କ ପିଲା ନଥିବ ନାଇଁ, ସେମାନଙ୍କର କର୍ମର ପରିଣତି ଉତ୍ତମ ହେବ। ବ୍ରାହ୍ମୀ ବୀରେ ଆମେ ଜଣେ ବୈଷ୍ଣବୀ ଦେବୀଙ୍କୁ ଦେଖିଛୁ, ସେଠି ତାଙ୍କର ଆଧ୍ୟାତ୍ମିକ ଶକ୍ତି ନିଷ୍ଠା, ଲୌକିକ ଶକ୍ତି କ୍ଷମା ଅଛି। ଏବଂ ଆଧ୍ୟାତ୍ମିକ ନିଷ୍ଠା କ'ଣ ମିଳିବ? ବର୍ଚସ୍, ବ୍ରହ୍ମ ବର୍ଚସ୍, ଅଜସ୍, ତେଜସ୍, ବର୍ଚସ୍, ସୂକ୍ଷ୍ମ ଶରୀର, କାରଣ ଶରୀର, ତିନି ଶରୀର ବଳିଷ୍ଠ ହେଇଯିବ। ଏବଂ ଆଉ କ'ଣ ମିଳିବ ନା ବୈଷମ୍ୟର କ୍ଷମା ଦ୍ୱାରା ଆମକୁ ବୈଭବ ମିଳିବ, ଦୀର୍ଘାୟୁଷତା ମଧ୍ୟ ମିଳିବ। ୟାକୁ ଆମେ ଶିଖିବା ଏମିତି। ଏବଂ ତୁରେ ସାମ୍ଭବୀ ଅଛି, ସାମ୍ଭବୀ ଶକ୍ତି। ସାମ୍ଭବୀ ଶକ୍ତି ଯାହା ଆମକୁ ମୁକ୍ତ କରିବ, ଆଧ୍ୟାତ୍ମିକ ଶକ୍ତି ମୁକ୍ତ, ସା ବିଦ୍ୟା ଯାହା ବିମୁକ୍ତ, ଅର୍ଥାତ୍ ଏ ମାନବ ଜନ୍ମରୁ 84 ଲକ୍ଷ ଜୁନି ଭ୍ରମଣ ମୁକ୍ତ କରିଦେବ। ଏବଂ ସେଠି ତାଙ୍କର ଲୌକିକ ଶକ୍ତି ଅଛି, ଖାଲି ମରିଗଲା ପରେ ମିଳିବ ନାହିଁ। ସଂସାରରେ ଲୌକିକ ଶକ୍ତି ଶିବା, ଏ ସମସ୍ତ ଅନିଷ୍ଟର ମଧ୍ୟ ନିବାରଣ ହେଇଯିବ। ଏବଂ ପରେ ଯେଉଁ ବେଦମାତା ଅଛି, ସେ ଆମକୁ ସ୍ମୃତି ଦେବେ, ଦୈବୀ ସନ୍ଦେଶକୁ ଆମେ ସ୍ମୃତିରେ ସାହିତ୍ୟ ରଖିବା। ଯେମିତି ଆମେ ପଢ଼ୁଛେ ଗୀତାରେ ପଢ଼ିଲା ବେଳେ, ଧାୟତେ ବିଶ୍ୱାନ ପୁଂସ ସଂଗାସ୍ତେଷୁ ଉପଜାୟତେ ସଂଗାତ ସଂଜାୟତେ କାମ କାମାତ୍ କ୍ରୋଧ ବିଜାୟତେ। ଏମିତି 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 ହେଇଯାଇକି ଶ୍ରୁତି ଯେଉଁ ନଷ୍ଟ ହେଇଯାଏ ନାହିଁ, ଆମକୁ ଏ ସୃଷ୍ଟି ମିଳିବ। ଶିକ୍ଷା ଅଛି ଗାୟତ୍ରୀ ପ୍ରଥମ ପାଦ, ଜପ କରିବା ଦ୍ୱାରା, ଧ୍ୟାନ କରିବା ଦ୍ୱାରା, ସ୍ମରଣ କରିବା ଦ୍ୱାରା ସ୍ମୃତି ମିଳିବ। ସ୍ମୃତି ଦ୍ୱାରା ଦୈବୀ ସନ୍ଦେଶ ପ୍ରାପ୍ତି ହେଇଯିବ। ଏବଂ ଆଉ କ'ଣ ମିଳିବ ନା ଆମକୁ ସଦ୍ଜ୍ଞାନ ମଧ୍ୟ ମିଳିବ ବିଦ୍ୟା ଦ୍ୱାରା। ଏବଂ ତାପରେ କ'ଣ ଅଛନ୍ତି ଦେବମାତା, ଯିଏ ଦିବ୍ୟତା, ଦୈବୀ ଶକ୍ତି, ଦୈବୀ ବ୍ୟକ୍ତିତ୍ୱ ଆମକୁ ପ୍ରଦାନ କରିବେ। ଏବଂ ଲୋକ କଥାରେ ଦେବଯାନୀ ଶକ୍ତି ତାଙ୍କ ପାଖରେ ଅଛି, ସତ ଚରିତ୍ର ପ୍ରଦାନ କରିବେ। ଏବଂ ନୀରେ ଯେଉଁ ଅଛି ବିଶ୍ୱମାତା, ବିରାଟର ଅନୁଭୂତି। କାଲି ଯେମିତି କହୁଥିଲେ, ଯେମିତି ବାମନରୁ ଅବାମନ ହେଇଗଲେ ଭଗବାନ, ବିରାଟ ହେଇଗଲେ। ଗାୟତ୍ରୀ ଯେମିତି ଗାୟତ୍ରୀଙ୍କର ଆମେ ବିରାଟ ରୂପ ଜାଣିଛେ, ସେମିତି ବିରାଟ ହେଇ କ'ଣ ହେବ ନା ବିରାଟର ଅନୁଭୂତି, ଅର୍ଥାତ୍ ଜଳସ୍ଥଳ ଆକାଶରେ ସର୍ବତ୍ର ପରମାତ୍ମାଙ୍କର ଅନୁଭୂତି ହେବ। ଏବଂ ତାହାର କ'ଣ ଅଛି ନା ତାଙ୍କ ସହିତ ଶକ୍ତି ଅଛି ଧେୟା, ଯେଉଁଥିରେ ସଂସାରରେ ସହଯୋଗ ମିଳିବ। ସଂସାର ସବୁଠାରୁ ବଡ଼ ଶକ୍ତି ହେଲେ ସହଯୋଗ। ଇଏ ଅଷ୍ଟସିଦ୍ଧି ନବନିଧି ଭଳି କାମ କରେ। ବିପଦରେ ପଡ଼ିଛେ, ଅସୁବିଧାରେ ପଡ଼ିଛେ, ସହଯୋଗ ପ୍ରାପ୍ତ ହେଇଯିବ। ଏବଂ ଋତୁମ୍ଭରା ପ୍ରଜ୍ଞା ଯେଉଁ ଅଛି, ଋତୁମ୍ଭରା ୟଙ୍ଗ ବରଣୀ ୟଙ୍ଗ ଋତୁମ୍ଭରା ଦେବୀ, ସେ ଆମକୁ ସତ୍ୟ ଜ୍ଞାନ ଦେବେ, ସ୍ଥିତପ୍ରଜ୍ଞତା। ଏବଂ ତାଙ୍କର ଯେଉଁ ଲୌକିକ ସୁମୁଖୀ ଶକ୍ତି ଅଛି, ସେଥିରେ ନ୍ୟାୟ ଆମକୁ ମିଳିବ। ଆମେ କାମ କରୁଛେ, ଆମ ସହିତ ଅନ୍ୟାୟ କେହି ନ କରୁ। ଅର୍ଥାତ୍ ଏଗୁଡ଼ିକ ବାସ୍ତବ ଗାୟତ୍ରୀ ମନ୍ତ୍ରର ଏଇ ପର୍ସନ ତତ୍ ସବିତୁର ବରେଣ୍ୟଙ୍କୁ ସଠିକ୍ ଭାବରେ ଜପ କରିବା ଦ୍ୱାରା ନିଶ୍ଚୟ ମିଳିବ। ତେଣୁ ୟାକୁ ଆମେ ଏଥିରେ ଆମେ ଯଦି ୟାକୁ ଏଇ ମନ୍ତ୍ର ଗୁଡ଼ିକୁ, ଏଇ ଦେବୀଙ୍କୁ, ଏଇ ଅକ୍ଷର ପ୍ରତି ଧ୍ୟାନ କରିବା, এইଗୁଡ଼ିକୁ ଆମର ଶିକ୍ଷା ହେବ। କିନ୍ତୁ ଗୁରୁଦେବ କହିଛନ୍ତି ଏଇ ଶିକ୍ଷା ତ ଶିକ୍ଷା, କିନ୍ତୁ ଆଉ ଗୋଟେ କ'ଣ ଶିକ୍ଷା ଅଛି ନା ଆମେ ଦିବ୍ୟ ଦର୍ଶନ। ଆମ ପାଖରେ ଦିବ୍ୟ ଦର୍ଶନ କ'ଣ ଅଛି? ଦିବ୍ୟ ଦର୍ଶନ ମାନେ ଶ୍ରେଷ୍ଠତା ଦେଖିବା, ଦିବ୍ୟତାଙ୍କୁ।
प्रथम लक्षण आम जो कुबुद्धि प्रथम लक्षण है पाप आचरण को बंद करवा। कुबुद्धिर द्वितीय लक्षण कौन अच्छी ना अदूरदर्शिता आम दूर को देखिपारूना हूँ यही गोटे रोग ना। द्वितीय पद कौन हम ना लौकिक जीवन में समस्ते हजार हजार लोक आम देखिकी जापर शिखिपर दूरदर्शिता आम जहाँ करुचे भविष्य परिणति प्रति ध्यान न दे तुरंत लाभ तुरंत लोभ यारी पंचारे पड़ जाऊे एवं ता द्वारा आम कष्ट भोग करुचे। तेणु गुरुदेव कहले सब आम जहाँ करवा आमर इंद्रियगत जो अच्छी ये नवदुर्गा समय जमी करुचे जीवन तम से कथा करुवा। तेणु कौन आम दिव्य दर्शन ने दूरदर्शन गोटे साधना गुरुदेव देते कहीदे आपन को निश्चय आपण घरे बसी जमी संजय देखुले आपण जापर आप निश्चय आज से साधना गुरुदेव कहीदेवी और आप सहजरे करें। ताले मन कौन खाद्य कथा गुरुदेव कहले आम इंद्रिय आमर जो इंद्रिय अच्छी इंद्रिय गुड़िक केमती दुर्बल हो गुरुदेव कहले आज आम जो बयस दीक्षा नौचे आ 50 वर्ष आग को देखा दूरदृष्टि दृष्टि आग को फिंगा। गुरुदेव लिखिले माँ जमी पिला को कोल बसी आंगुली द्वारा चंद्र को देखई दिए आंगुली निर्देश करी सेमती गायत्री मंत्र तत्सवितुर्वरेण्यम भागरे आंगुली निर्देश अच्छी दृष्टि दूर को निक्षेप करने आज मृत्यु पर्यंत आज परजन्म पर्यंत आज जन्म जन्म पर्यंत। तेणु या सी कहते दिव्य दर्शन बा दूरदर्शिता यार अभाव को कहुई दुर्बुद्धि और दूरदर्शिता। आम सब कौन करूँ शरीर स्वास्थ्य खराब हो जाऊँगी पशुपक्षी जीवजंतुर कम डाक्तखाना अच्छी किंतु कम अच्छी एगुड़ कहीं अच्छे ना इंद्रिय भोग भोगवर लिप्सा स्वादर लोभ आम से स्वादर लोभ जो जानते जीव आ पेटर मर्यादा अतिक्रम कर मिठा अत्यधिक खाई दूचे ये दूरदर्शन आम पाखे ना। गायत्री मंत्र शिक्षा गायत्री मंत्र कौन हम सिद्धि अलग कथा आम पाचन खाऊे पाचन न हो हजम न हो पुणी खाई दूचे स्वाद लोभ बारंबार भोजन करुचे से कब्ज हो क्षुधा कमी जाऊँगी एवं बेले बेले मल क्लियर होनी एमती बहुत कथा होमती जमी खाद्य द्वारा एगुड़क आम करुचे सेमती काम सेवन अन्य कथा अच्छी इंद्रिय द्वारा अत्यधिक बा अनियमित काम सेवन द्वारा मर्यादा उल्लंघन हुए समाज को अपमान मिले निंदा मिले एवं जीवन रस मतलब चिपुड़ी हो सरी जाए जहाँ द्वारा आयुष्मा अति कम हो जाए अल्प दिन में राम नाम सत्य कर चली जाती भीतर फंपा हो जाए। तेणु कौन करिया गोटे दूरदर्शी कौन हो आम जो गुरुदेव कह औषध तुम्हें खाऊछ औषध खाइला औषध स्वाद आम देखना औषधर गुण को सब ध्यान दे यही औषध खाइले यही हम यही औषध खाइले यही हम तेणु आम सब औषध जो खाऊे औषधर गुण को जमी ध्यान दौने मैंने औषधर स्वाद को गुण को देखे खाद्य प्रति यही दूरदृष्टि ये दिव्य दृष्टि रे आम स्वाद को ध्यान न दे आम कौन करवा ना आम सब शरीर उपयोगी कौ तत्व ता भर अच्छे केमती ग्रहण करा ध्यान देवा। एवं आम बहुत समय आम दिनचर्या आहार सहित विहार अच्छी यही दिव्य दृष्टि आमको निजक प्रतिष्ठित करने आमको निजक स्वास्थ्य सुंदर रखापी आमको कौन करा पड़ो ना आमको सबु बेले गुरुदेव कहते जे आमको समस्त इंद्रिय गुड़िक आम चक्षु को आजिकल बेड यूटिलाइजेशन कर खराब यूज अत्यधिक यूज कर सिनेमा देखा यूट्यूब देखा अन्य रंगीन आलोक देखुचे किसी दिन पर आखि खराब हो चश्मा लगुच दुनिया दुनिया कथा हो। तेणु गुरुदेव कौन कहले ना आम जो तत्सवितुर्वर्ण शिक्षा कौन दिया ना कृषक परी विद्यार्थी परी ब्रह्मचारी परी ये तत्सवितुर्वर्ण तीनोटा पदे तीन प्रकार शिक्षा दिया दृष्टि आम पाखे रहा दरकार साधारण कथा सर्वसाधारण कृषक जमी आज सी धान बुणुची भविष्य धान अमल करुच्ची एवं ताद्वारा सी जमी लाभान्वित होमती जो कम करवा कृषक आज सांगे सांगे धान बुणीदेला काली फल ना आज से क्षति सोची पछे वर्ष सारा कम कर रिजल्ट मिलूँ। विद्यार्थी आज क्लास 1 में पढ़ुची पीजी डीएलटी डिलीट करने को केते दिन लगुच से पर्यंत समय संचय अर्थ सब जाऊँगी फल मिलूँ। सेमती जो ब्रह्मचारी अच्छा समय संयम इंद्रिय संयम
ये केते कथा संयम करिकी ସେମାନେ बलिष्ठ मल्लवीर होउछन। तेणु आमको सब जिनस जिते करवा गायत्री मंत्र यही पादे शिक्षा अच्छे दूरदृष्टि रखा आम कौन करुचे एवं यार परिणति कौन हम जब से प्रति सचेतन रही ताले आमको केबे हेले आमको केबे हेले कौन करिया पड़ो ना कष्ट सहिया पड़ो ना। माँ तरण तारिणी गायत्री तेणु सी कौन कना आम निकट दृष्टिटा काटबार अच्छी तेणु सी दिव्य दृष्टि अर्थात दूरदृष्टि ए दूरदृष्टि कौटी अच्छी ना मनोभाव बाहर। तेणु आम आज लाभ प्रति ध्यान न दे जो अध्ययन करुचे जो साधना करुचे आगामी भविष्य फल नवरात्र करुचे नवरात्र में केतेटी करार अच्छी ना नवरात्र जी अन्य साधना न करुचे 100टी करार अच्छी 100टी नवरात्र गले कौन हम ना 24 लक्ष पुरस्करण सहित सामान हो जहाँ गायत्री सिद्धि सहित सामान। तेणु गुरुदेव कहले वर्तमान आज यही समय लाभ प्रति ध्यान न दे स्वास्थ्य जीवर उपलब्ध खाद्यर जहाँ आम देखिकी दिव्य दृष्टि सबसे देखा सेमती गोटे कथा संपत्ति क्षेत्र में हुए आम मनीष से कथा ये संपत्ति से संपत्ति लोभरे अंध हो जाए एवं जल्दी जल्दी केते शीघ्र जमी बेसी बेसी संपत्ति पाइब से कौन करे बहुत व्यस्त व्यग्र हो जाए ये चोरी करे से डाकायत करे जहाँ जहाँ जिते अन्याय जिनस कर लुट धक्काबाज केते कथा करे। तेणु यहीटा कौन हम ना या द्वारा सी ये ना संपत्ति ना ये द्वारा सम्मानित हम तेणु दूरदृष्टि जो पाखे ना ताहले कौन हम ना ये से लाभान्वित हो पारे से संपत्ति को काम दब ना। आज नवरात्र साधन गोटे कथा अच्छे आम जो असाध व्रत असाध्य खाद्य खाऊे निजे प्रस्तुत करी खाऊे गुरुदेव लिखिं खाली से कथा नहीं जो खाद्य खाऊे ये सत् उपाय उपार्जित होता दरकार आम या सत् उपाय उपार्जन न करी लुण छाड़ी दे चीनी छाड़ी दे खाइले से अन्याय उपर संपत्ति द्वारा केबे हेले ये निष्ठा काम करिबो नाही। तेणु एथि मध्य गोटे कथा अच्छी सत् उपार्जित संपत्ति हवा दरकार एवं माँ को पूजन रे दीपर आरंभ करी धूपर आरंभ करी हवन पर्यंत सब सत्रे उपार्जित बा निज से उपार्जित संपत्ति होइछवा दरकार। तो आमको कौन करिया पड़ियो ना ये मत शिखाई निकट दृष्टि प्रति आम कौन करिया ना चिरस्थायी निकट दृष्टि नुहे ये कौन हम ना सब आम दूरदृष्टि रखा एवं ए गायत्री मंत्र यही सिद्धांत को आधार कर सब दूरदृष्टि संपन्न परिणति कौन हम परिणति आमको जाना पड़ा। तो लिप्सारे अंध हेबा नहीं सब बेले दूरदृष्टि संपन्न काम करा पड़े यहीटा को दिव्य दृष्टि बोली गुरुदेव कहते। किंतु आउ गोटे कथा अच्छी वास्तव में दिव्य दृष्टि एत आम सतर्क रहा किंतु दिव्य सिद्धि दुई प्रकार दिव्य सिद्धि अच्छी जहाँ गुरुदेव लिखिं जहाँ आपण मैंने करें आम समस्ते कर या दूरदृष्टि सिद्धि कौन दुईटा अच्छी गोटे साधना अच्छी गोटे प्राण जोग साधना द्वारा हो पार आ गए भाव जोग साधना द्वारा हो पार। भाव जोग साधना द्वारा गायत्री माँ दर्शन लोक परलोक दर्शन भल भविष्य दर्शन ये हो पार। ये भक्ति अव्यभिचारिणी अनन्या भक्ति जदि नारद भक्ति सूत्र कि सांडिल्य भक्ति सूत्र आप पढ़ुंट कि ज्ञान अच्छी ताहले जदि आम वास्तव में भक्ति जुगर अवलंबन करवा ना हठ जुगर कठिनता अच्छी ना राजजुगर आसन नियम प्राणायाम ये किसी ना सबरी भलिया आमको किसी दरकार नहीं सबरी कुबुजा गोपी ये जो थे मान भाया हूँ भाव जोग द्वारा मध्य परमात्मा प्राप्त करहब कि तार गोपनता तो ये कहीहब ना क्षमा मागुची कहू नहीं तक एवं आ गए जोग गुरुदेव कहते से जोग कौन हो ना सी हूँ आम संकल्प द्वारा आपण मन करतु आपण ये संजय भली किसी ज्ञान अर्जन करने चाहूँ दूरदृष्टि आपको मिल जाए। गायत्री साधना जो मैंने कर विशेष भाव में प्रযোज्य हम मन आप अभ्यास करा पड़े मनकर आप गोटे जगह देखते आपण कटक अच्छा मन करतु आप कटक अच्छा आपण घर हूँ बारिपदा बारिपदार जो घर आप दीर्घ दिन थे से घर सहित परिचित अच्छा आप जो कटक अच्छा आप जप तप सारिकी गोटे अभ्यास बसतु
सकाल समय अच्छी मन शांत करदे बास मन शांत भावना शांत विचार शांत शांत मन पूरा शांत मन अभ्यास करने 2-5-10 दिन लगी पारे मन शांत बेले जो रूम रे आप पढ़ुले कि लिखुले जोटा आप प्रिय रूम ताको भल भाव देखु से देखु आपण से दिन स्थिति कौन थिला आपण से पूरा देखु पूरा गोटी गोटी करी भल भाव देखु जो प्रत्येक जिनस थिला प्रत्येक कौन थिला ताको सेठु भल भाव देखु ताको प्रत्येक रूम देखु प्रत्येक जिनस देखु प्रत्येक झरका आलमारी कांथ जहाँ जहाँ थिला कल्पना नेत्र सबू सब देखु सबू देखु इमिति प्रत्येक दिन अभ्यास करिया को पड़ियो प्रत्येक दिन आपन को अभ्यास करिया को पड़ियो अभ्यास कले कौन हबो ना आपण गुरुदेव लिखते बिल्कुल शांत कोलाहल रहित एकांत स्थान में नेत्र बंद करके बैठिए मन को एकाएक संकल्प से रहित कर दीजिए सारी चंचलता हटाइए और अपनी निजी की बात को बिल्कुल भुला दीजिए निज जो विभिन्न भावना अच्छी ताको मध्य भूली जातु मानो हमें कुछ विचार का कार्य है ही नहीं हमारे किसी विचार मध्य शांति इस संकल्प रहित अवस्था को प्राप्त करने में 10-15 मिनट लगाइए प्रथमे संकल्प रहित 10-15 मिनट समय लगेगा जब चित्त शांत हो जाता है चित्त शांत है उस स्थान का ध्यान कीजिए जहाँ की दृश्य आप देखना चाहते हैं आपण बहुत दिन देखुले किंतु एबे भी देखिछंती ताकू प्रथमे किछि दिन अभ्यास करिवे एवं देखिया को चाहछंती मन कर आपण नुआ जगह देखिना देखिया को चाहछंती ता भीतर गुड आइडिया आनंतु उस स्थान का ठीक ठीक ध्यान कीजिए प्रथम तो अदेखा जगह आसीबो नहीं देखा जगार प्रथमे अभ्यास करिवे हर वस्तु की प्रत्येक वस्तु को सूक्ष्म सूक्ष्म देखो सठिक किमती अच्छी उस समय जो कुछ कार्य हो रहा है दिखाई देगा गुरुदेव कहले आगे किसी दिन अभ्यास कले आपण को सही देखा जीव आरंभ में किसी त्रुटि रही सीखले आरंभ में कोई त्रुटि रहती है परंतु धीरे धीरे जब एकाग्रता बढ़ती है और मन इधर उधर नहीं उछलता तो यह त्रुटियां घटने लगती है एक जेते जेते अभ्यास करिबा सेते सेते सिद्धि मिल जावा एवं किसी दिन पर ये अभ्यास इमती हो आपन जोठी बसिले मध्य से जिनिस को आपन दूरदृष्टि रहिबा आपन जहा को देखिबा को चाहता को देखि परिबे से कोन करूची प्रत्येक जिनिस आपन देखि परिबे तण प्रथमे याकू मासे 2 मास 3 मास गुरुदेव लिखछन प्रत्येक साधना 6 मास रे सिद्धि हो कली जुग रे ए छोट छोट साधना पय टाइमिंग हला 6 मास जदि दूरदृष्टि यही साधना आम करवा दूरदृष्टि दिव्य दृष्टि तो भविष्य प्रति ध्यान देवा एवं दूरदृष्टि भी देखा दूरदृष्टि जाना को चाहिए गायत्री द्वारा खाली भावनात्मक सिद्धि नहीं प्राक्टिकल सिद्धि हम तामें अभ्यास कर अभ्यास करने गायत्री महामंत्र ये तत्सवितुर्वरेण्य अंश को यही अंशर शिक्षा जप तो ये अंश शिक्षा दूरदृष्टि रखा ये नवरात्र एवं यही गोटे साधना का अभ्यास करवा या जीवन में अनेक दरकार रे अच्छे कौ जगह को न जाए डिटेल तथ्य आम ये बसिकी जापर तो जहाँ भी हो आप 55 हो गलानी आगामी दिन आउ कि प्रत्येक दिन नुआ नुआ साधना किसी आप उपस्थापन कर जहाँ सरल सुंदर उपयोगी समय हो गलानी तेणु आज कथा को बेसी आगे नहीं आम दूरदृष्टि संपन्न हवा अदूरदृष्टि हवा नहीं ये शिक्षा लाभ करी गायत्री महामंत्र यही तत्सवितुर्वरेण्य पादरु आम जीवन को कृतार्थ करवा आसतु आपण मान को प्रणाम करी कौन भूल थी भूल टी क्षमा मागी रोचे जय गुरुदेव धन्यवाद बहुत बहुत धन्यवाद भाई आज